माँ झील आज पुणी रोसे घर बसिकी सेपटे झील जे अपा सहित कथा वीडियो कले सेपटे जो माँ रोसे कर रोसे सांग मैंने आज देखो ये रोसे घर कि से रोसे कर कहीं आमर गैस सर जाए जो आज काठ चूल्हार रोसे हो तो जीवा देखा नानी कौन आज सब रोसे कौन आइटम करमती रोचे सो फ्रेंड्स अगेन वेलकम बैक टू माय यूट्यूब चैनल दिवारते ब्लॉग्स तो सबुदिन भाई आज आउ गोटे दिन नुआ ब्लॉग को आपण मन को स्वागत कर देखिए आज वर्तमान केमती कौन हो तो सांग मैंने गोटे कथा देखो सेपटे माने मैडम गला पर जहाँ जमी जो पड़ी से आनी भी तरबुजटे तरबुज भी पड़ी कहीं खाऊनी किसी ये देख अननेसेसरी है भाया पड़ी कौन हसुचु कौन एटा खाइलानी कि तुम मैंने क्या वो एबे अल्प बाहर करदे खाइल हम अधा फ्रिज थो तो ना ठंडा तो लगे तो अपा अमृतभंडा भाया देखा वाटरमेलन गड़ा गड़ी चल खराब हो से भितर देख लो हाँ काली काटू है जाऊ हेलो देखुन छेचा छेची कर दौला से खराब हो तू काली गैस साचु जाऊनु तू रोसे कर मम्मी कौन रोसे कर तू भाई फोन में कथा तू रोसे कर प्रबल गरम को आउरी पुणी काठ चले रोसे चलती तो चल मु देखा ते गरम लगुनि आ जा से चूल्ही उपर बही पड़े रोसे सरला कौन आलू चोखा आलुदम चलती बहुत दिन है नला यहाँ नना थिला समय सब बेले प्राय हवा नाई नानी नहीं भात डाली आलुदम ना कौन आइटम अच्छे सकाल भजा भजी गैस सरीगला तू ये काठ रखु तो गैस तो अच्छी गैस चूल्हा न लगे क्या चल टेस्टी तो आई करूनु टेस्टी कही दौचु मो जो धुआ जाऊन ना मुझे नला बसईदेली ना टोटाली भांगी देती खाली आम घर काठ चूल्हा अच्छी चूल्ही रोसे करने धुआ दिया ठीक चूल्ही अच्छी कि काठर धुआ निष्कासन बाट ना काली तू रोसे करू तू जड़ेचु ना जा घर बाहर जो से जो बाटला आनी लगौनु जब सरइलु मम्मी रोसे कर काठ चूल्हे रोसे चलते कौन बाहर कर आगे बसौनु से तलटा टे भाजी ना कौन से कांडा कि भाजी एखाने भाजी ना शुखिला शुखिला भल लगे ना कौन कह एक्स्ट्रा अच्छे जाऊन लगो आई मार कथा माना है बोली आज टे काठ रोसे आई माँ कही आई माँ कथा जब न शुणी था आज काठ चुली न था रोसे न था मुझे भांगी देगी से रोसे से सेल्फ है ये थोदे बोली कहते मुझे सब भांगी दे ऊपर घर जो भर्ती करदेली सब भांगीदेली मुझे आ जो ऊपर जो नलाटे खाली बसैनी धुआं जावाई भांगी दे कहथुला जे काठ जा रखि
ପୁରା ସେ ବାହାଘର ଭୋଜି ସମୟରେ ବଳକା କାଠ ରହିଯାଇଛି ନା ଆଉ ଥରେ ରୋହିତ ବଳୁ ହେଇଥାନ୍ତା ବୋଉ କଥା ରଖା ହେଲା ବୋଲି ବୋଉ କହିଲା ଯାହା ହେଲେ ଘରେ ଗୋଟେ ମାଟି ଚୁଲି ରହିବା ଦରକାର ମାଟି ଚୁଲି ଥିଲା ବୋଲି ଆଜି ସେଥିପାଇଁ କାଠ ଟିକେ ଥିଲା ଗ୍ୟାସ୍ ସରିଲା ଗ୍ୟାସ୍ ଆଡଜଷ୍ଟମେଣ୍ଟ ପାଇଁ ଥିଲା କିନ୍ତୁ ଲଗେଇଲେ ବି ହେଇଥାନ୍ତା କିନ୍ତୁ କାଠ କଣ ମୁଣ୍ଡ ନାଡୁଛୁ କାଲି ତୁ ରୋଷେଇ କରୁ ଚିକେନ ବେଲେ କରିଦ ଯାବ ନେଇକି ଗଲେଣି ଦେଖୁନୁ ମାଟି ହାଣ୍ଡି ଚିକେନ ହାଣ୍ଡି ଉପରେ ନାଇଁ ଅଛି ହଁ ଉପରେ ଅଛି ତମେ ଦେଖି ଗରମ ଲାଗୁନି ଲୋ ମୁଁ ଆଗ ସତ କଥା ମୁଁ ଏବେ ରୋଷେଇ କରି ସାଇଡ କଣ ମାନେ ଏଇ ଚୁଲାର ଉପର ସାଇଡ ରେ ଉପର ଘରେ ସେଲ୍ଫ ହେଇଯାଇଛି ଗୋଟେ ନଳାଟେ ରଖା ହେଇଯାଇଛି ବୋଲି ଅଳ୍ପ ଅଳ୍ପ ଟିକେ ଧୂଆଁ ଯାଉଛି ସେ ନଳାଟା ଯଦି ବାହାର କରିଦେବ ଏତିକି ଧୂଆଁ ଯାଇ ନଥାନ୍ତା ଧୂଆଁ ନିଷ୍କାସନ ପାଇଁ ସେଟା ରଖା ହେଇଛି ବୁଝିପାରୁନୁ ନା ହେଇଯିବ ପୋଡିଯିବ ଆରେ ମୁଁ ଏଇଟା ପୁରା ଭାଙ୍ଗି ଦେଇକି ଏଇଟା ଆଉ କଣ ସବୁ ନୂଆ ସିଷ୍ଟମ କରିବି ରଖିଦେଲି ଆଇ ମା ଆଗ କହିଲା କି ଏଠି ଚୁଲି ଥାଉ ମାଟି ଚୁଲି ଘରେ ନିହାତି ରହିବା ଦରକାର ତା କଥା ଶୁଣା ହେଇଥିଲା ବୋଲି ଏବେ କାଠ ଜଳା ହେଲା ବୁଝିଲୁ ବୁଝିପାରୁଛୁ ତୋର ଆଳୁ ପୋଡିଚଲ ଘାଣ୍ଟୁନୁ ସେଥିପାଇଁ କେତେ ଗ୍ୟାସ ରେଟ୍ ବଢୁ କି ଗ୍ୟାସ କମୁ କି ନହେଲେ ଗ୍ୟାସ ନ ମିଳୁ ହେଲା କି କରେଣ୍ଟ ରେଟ୍ ବି ନଥିଲେ ବି କାଠ ଚୁଲି ଅଛି ମାନେ କାଠ ଟିକେରେ ସେମିତି ଅନ୍ଧାରରେ ବି ରୋଷେଇ କରିଦିଅ ଆଉ ଯଦି କାଠ ଚୁଲି ନଥିବ ତୁ ଭାଇ ତୁ କରେଣ୍ଟ ରୋଷେଇ କରିଦିଅ କରେଣ୍ଟ ବି ରହିବନି ଏବେ ଯୋଉ ପ୍ରକାର ଗ୍ୟାସ ବି ମିଳୁନି ଗ୍ୟାସ ବି ମିଳିବନି ସେତେବେଳେ କଣ କରୁ ତାକୁ ଟେକା ହେଇଯାଇଛି ନେଇଛୁ କି ତୁ ସେଥିପାଇଁ ସବୁବେଳେ କାଠ ଚୁଲି ବେଷ୍ଟ ମୂଷାଟେ ପଳେଇଲା ସିଆଡେ ଏବେ ଆମର ଗୋଟେ ପକେଇ ଭାବି ଭାବି ପକେଇଲି ବାବୁ ଏତେ ଖଣ୍ଡ ଖଣ୍ଡ କଲି ନା ଯାଉ କାଠରେ ଦେଇନଥିଲୁ ସରି ସରି ଆଇଲା ଆସି ସବୁ କାଠ ସରିଗଲାଣି ମୁଁ କଣ ଏମିତି ଜଳେଇକି ଅଙ୍ଗାର ରଖି ରଖି ନିଭି ବସ୍ତା ଢ ଅଙ୍ଗାର କଲି ଶୁକେଇକି ରଖିଛି ହେଲା ବସ୍ତା ଢ କରିଲି ନାଇଁ ଏମିତି ଯୋଉ ଲୁହା କଡେଇରେ ପକଉଛନ୍ତି ସେମିତି ଗୋଟେ ଆମର ପକେଇ ଦଉନୁ ହଁ ମୋବାଇଲ ଆଉ ହାଣ୍ଡିର ମୁହଁଟା ଦରକାର କଲେ ଆଉ କିନ୍ତୁ ପକା ହଉଛି କି ନହେଲେ ଆଉ ଥରେ ମାଟି ଚୁଲି ଆଣିକି ତାରେ ପକାଉଥିବ ଆଉ ସେ କେମିତି ପକଉଛନ୍ତି କଣ ଗୋଟେ ଛାଞ୍ଚ ଥିବ ପକା ହଉଥିବ ନା ସେମିତି ପକେଇଦବ ବୋଲେ ଛାତ ଉପରେ କି ବାଲକୋନି ଯାଇକି ରୋଷେଇ କରିହବ ହେଲା ଫୋନ ପଳେଇ ଆଇଲା ତାର ଗେଲି ମ୍ୟାଡମ ର ମାଇଁ ଫୋନ କର ଦେଖ ଗେଲି ମ୍ୟାଡମ ତାର ଭିडिଓ କରାଉଛି ଦେଖ ମୁଁ ଦେଖୁଛି ଫୋନରେ କଣ ମାଇଁ ଦେଖଉଛନ୍ତି ମ୍ୟାଡମ ଗାଁରେ ଯାତ୍ରା ଲାଗିଛି ତ ବର୍ତ୍ତମାନ ଯିଏ ଦେଖେ କାଇଁ ଇଆଡେ ଦେଖଉନୁ କଣ ଦେଖଉଛନ୍ତି ଦେଖ ଦେଖ ପାଣି ବାହାରୁଛି ହଁ ସେ ହଁ ପାଣି ଅଳ୍ପ ଅଳ୍ପ ପଡୁଛି ଜଣା ପଡୁନି ଗାଁରେ ଠାକୁରାଣୀ ଯାତ୍ରା ଲାଗିଛି ଶିବ ମହାପୁର ହେଇଛି ତା ଉପରୁ ସବୁ ପାଣି ପଡୁଛି ହଁ ମାଇକ ତମ ବୁଲି ବୁଲି ଯାତ୍ରା ଦେଖ ଆମେ ଏଠି କାଠ ଚୁଲି ରୋଷେଇ କରି କରି ନୟା ଦେଇଗଲଣି ସବୁ ହଁ ଆମର ତ ଝାଳ ନା ମୁଁ ଆଉ କିଛି ଖାଇନି ଏଠି ବସି ରୋଷେଇ କରି କରି ଖିଆ ଚାଲିଛି ବାଦାମ ଚିକି ଏ ମାଇକି ଦେଖା କଣ ରୋଷେଇ ଚାଲିଛି ମାଇକି କହୁନୁ ତମେ ଯଦି ଆଜି କାଠ ଚୁଲିରେ ଯଦି ଲଗେଇଥାନ୍ତ କାଠ ଚୁଲି ଯଦି ଜଳେଇଥାନ୍ତ ଆଜି ଗ୍ୟାସ ସରିଥାନ୍ତା ଗ୍ୟାସ ସାରି ଦେଇକି ତମ ଗାଁ ପଳେଇଲେ ଆରାମସେ ଏଟା କାଠରେ ଆମେ ଘାଣ୍ଟି ଚକଟି ହଉଛୁ କହୁନୁ ତ ମାଇ କେଲୁଣି ହେଇଗଲାଣି ତମେ ଯଦି ଏବେ ଚୁଲି ଯାଇଥାନ୍ତା ଆମେ ଚୁଲି ଜଳା ପଡିଥାନ୍ତା ସଜତାଣି କାଠ କହିନି
କାଠ ସଜାତାଣି ନା ଗ୍ୟାସ ସରି ନଥାନ୍ତା ଏ କହିବାର ଆଇଲାନି ଏ ନାଇଁ ହେଲା ହଁ କାଠ ସଜାତାଣି ହଁ କାଠ ହେଲେ ସଜାତା ଗ୍ୟାସ ସରି ନଥାନ୍ତା ରହିଥାନ୍ତା ସେଇଟା କହ ଗ୍ୟାସଟା କାଠ ସରିଲେ ପୁଣି ନୂଆ କାଠ ଆସିଥାନ୍ତା କୋଡା ଥିଲା ଆହୁରି ଆମର ବାଡିରେ ଆମ୍ବ ଗଛ ନାଇଁ, ଭାଙ୍ଗିକି ଗଛ ପଡୁଛି ନାଇଁ ଆଉ ଆମ୍ବ ଗଛ। ଅଛି ଆମ୍ବ ଗଛ ପଡିଯାଇଛି କାଠ ଅଛି ସେଠି ହଁ ଓଇ ଖାଇଦେଲାଣି ଆଜ୍ଞା ସେ ଆଜ୍ଞା ରୋହିତ ବାହାରିଲାଠୁ ହାତରେ କାଠ ହବ ହଉ ରୋଷେଇ କରିବାକୁ ଗଲେ ରୋଷେଇ କରିନି ମମିର ଆଳୁ ଭର୍ତ୍ତା କେମିତି ହେଇଛି ଫଟୋ ଏଇଟା କାଢଦିଅ ହଁ ତ ପଳେଇ ଆସିଲା ଆଜି ଆମର ଖାଇବାର ବେଶୀ କିଛି ନାହିଁ ଭାତ ଡାଲି ଏଠି ଟିକେ କଟକି ଆଳୁ ଭଜା ଇଏ ରହିଲା ଆଳୁ ଆଉ ତୁ ଖାଉନୁ କି ହଁ ଖାଇବୁ ଜଲ୍ଦି ଜଲ୍ଦି ମୋର ଖାଇବାକୁ ଇଚ୍ଛା ହଉନି ତତେ ଖାଇବାକୁ ଇଚ୍ଛା ହଉନି ଆଉ ଯାରେ ଗାଁ ଦାଣ୍ଡରେ ପାଲା ନାଚ ହଉଛି ପାଲା ନାଚ ବଇକି ଦେଖୁ ଯା ହଁ ତ ଆଜି କାଠ ଚୁଲିର ରୋଷେଇ ନା ସାଲାଡ ଫାଲାଡ କିଛି ଦରକାର ନାହିଁ ବାସ୍ ଏଇ ରହିଲା ଆଳୁ ବହୁତ ଦିନ ପରେ ଖାଇବା ମିଳିଲା ନା ସେଥିପାଇଁ ଟେଷ୍ଟ ଲାଗୁଛି ଟିକେ ଲୁଣିଆ ହେଇଯାଇଛି ଆଉ ପାଣି ନହେଲେ ମିଶେଇ ଦେରେ ଠିକ ଟେଷ୍ଟ ହେଇଯିବ ସେଥିପାଇଁ ଗାଁର କାଠ ଚୁଲି ସବୁଠୁ ବେଷ୍ଟ ବୁଝିପାରୁଛୁ ତମ ନା ଗ୍ୟାସର ଝିଞ୍ଝଟ ନା ଗ୍ୟାସ କେତେ କେତେ ପଇସା ବଢିଲେ ଟେନସନ ଆଉ ସେଥିପାଇଁ କହିଲି ପରା ଗୋଟେ ପିଲାଟା କହୁଥିଲା ବନ୍ଦ କରିଦେ ଆଇମା କଥା ଶୁଣିକି ରଖିଲକୁ ଏବେ ସେଥିପାଇଁ ସବୁବେଳେ ବଡ ମାନଙ୍କ କଥା ଶୁଣିବା ଦରକାର ଆଇ କଥା ଶୁଣିଲାକୁ ହେଲାନି ତୁ ଆଇମା ମୋ ବୋଉ କଥା ଶୁଣିବାରୁ ସେ ଚୁଲି ରହିବାରୁ ଏବେ ରୋଷେଇ କାମ ଦେଲା ସେମିତି ପ୍ରତି କଥାରେ ବଡ ମାନଙ୍କ କଥା ଶୁଣିବା ଦରକାର ତୁ ବି ମମି କଥା ମୋ କଥା ବାବା କଥା ସମସ୍ତଙ୍କର ଗୁରୁଜନ କଥା ଶୁଣ ଯାଦି ପାଣି ଟିକେ ଆଣୁ ଏଇଟା ଦିଟା ଅଛି ମୁଁ ତ ତତେ ମାଗିନି ଦିଆ ତତେ କହିଲି ଦେ ବୋଲି ଯେ ଆଣୁ ତୁ ଆଣିଲୁ ତ ସେଥିପାଇଁ ମାନେ ଗାଁର କାଠ ଚୁଲି ସବୁଠୁ ବେଷ୍ଟ କାଠ ଚୁଲିରେ ଖାଇବା ବି ସବୁଠୁ ଅଲଗା ଟେଷ୍ଟ ବୁଝିପାରୁଛ ନା ସେଥିପାଇଁ ଜଲ୍ଦି ଫଟାଫଟ ଖା କେନ ଏଇଠି ତ ରଖା ହେଇଛି ଏଇଟା କଣ ସେଇଟା କଣ ମୁଁ ଏଇଟା ଖାଉନୁ ତୁ ତମ ଗାଁରେ ମୁଁ ତ ଏଇଟା ଖାଇଦଉଛି ବେଶୀ କଥା ସେଇଟା ସେଇଟା ମୁଁ ଜାଣିନି ତୁ ଖାଇଦେ ତୁ ହେଲେ ଆସ ବହିକି ମିଶି ଖାଇଦଉ ଜଲ୍ଦି ଜଲ୍ଦି ସେ ଚୁଲିରେ ଖାଉଥିଲୁ ଆଜି କାଠ ଚୁଲିରେ କି ନାଗୁଛି ସେମ୍ କଣ ନାଗୁଛି କହୁନୁ ଆଉ ସେ ଚୁଲିରେ ଟେଷ୍ଟ ନାଗୁନଥିଲା ସବୁଦିନ ଯେ ଖାଉଥିଲୁ କିନ୍ତୁ ତମ ଘରେ ସେଥିପାଇଁ ଖାଉନି ତମ ଗଲେ ଓଭରଲୋଡ ନ ଖାଇକି ଓଭରଲୋଡ ହେଇଗଲା ତତେ କହିଲା ଓଭରଲୋଡ ତୁ ଆଣୁ ଖାଉ ଚାଲ ଚାଲ ଜଲ୍ଦି ଖାଇଦିଅ